ଆରେ ସୋନି କ'ଣ ଆଜ୍ଞା। କରିବୁ? କ'ଣ ବସିଛୁ ବଡ଼ ପସରା ମିଳେଇ କ'ଣ ବସିଛୁ ଏଠି? ଆରେ ମାମା ଶୁଣ, ଏବେ ଯେତେବେଳେ ବି ଇନଷ୍ଟା ଖୋଲ କି ୟୁଟ୍ୟୁବ ଖୋଲ, ଗୋଟେ ଭାଇରାଲ ରେସିପି ଚାଲିଛି। ତାକୁ କହୁଛନ୍ତି କି ରାଇସ୍ ପେପର ମୋଚା, ମୋଚି ମୋଚି ମୋଚା, ସେ ରାଇସ୍ ପେପର ମୋଚି। ଠିକ୍ ଅଛି, ହଁ ତ ଏଇଟାକୁ ଆମେ ଏବେ କରିବା। ଏଇଟା ହେଉଛି ରାଇସ୍ ପେପର। ବର୍ତ୍ତମାନ ରାଇସ୍ ପେପରକୁ ଏ ପାଣିରେ ଆମେ ଏମିତି ଡିପ୍ କରିବା। ଠିକ୍ ଅଛି, ଠିକ୍ ଅଛି କର। ये सॉफ्ट ହେଇଯିବ ଡିପ୍ କଲେ। ହୁଁ ରାଇସ୍ ପେପରରେ ନା ବହୁତ ସାରା ବଢ଼ିଆ ବଢ଼ିଆ ଆଇଟମ୍ ହୁଏ ଯେ। ତୁ ଯାହା କର ଯୋଉ ଟେଷ୍ଟି ହେଲେ ହେଲା। ମଇଦାରେ ଯେଉଁ ମାନେ ଖାଇବା ବେକେ ଛୁଆମାନେ ଯେଉଁ ଆଜିକାଲି ଖାଉନାହାନ୍ତି ମୋମୋ ଛଡ଼ା ଏତେ, ତାକେ ରାଇସ୍ ପେପରରେ କଲେ ବେଶୀ ବହୁତ ଟେଷ୍ଟି ବି ଲାଗେ। ଠିକ୍ ଅଛି କର। ଟିକେ ସଫ୍ଟ ହେଲା ପର୍ଯ୍ୟନ୍ତ ଆତେ କରିଦେବା। ଦେଖିବା କେମିତି ଲାଗୁଛି, କାହିଁକିନା ମୁଁ ତ ସୁଗର ଖାଇପାରେନି ନା ଡାଇବେଟିସ୍ ପାଇଁ, ତ ଏଇଟାରେ ଇଏ ହେଲ୍ଦି ବି ଅଛି, ଆ ଦେହରେ ସୁଗର ବି ୟୁଜ୍ ହେବନି ନା। ଦେଖିବା କେମିତି ଲାଗୁଛି। ଇଏ ସଫ୍ଟ ହେଇଗଲା, ଏଇଟାକୁ ଏବେ ସାଇଡ୍ କରିଦେବା। ଟିକେ ସାବଧାନ କରିବାକୁ ପଡ଼ିବ, ନହେଲେ ଏଇଟା ଫୋଲ୍ଡ ହେଇଯାଏ। ଆକୁ ଆଣିକିନା ଏଟାକୁ ଉଠେଇକି ଭିତରେ ଏମିତି ପକେଇବା, ଯେମିତି ଗୋଟେ ଟିକେ ଗୋଟେ ଇଏ ହେଇଯିବ। କ'ଣ କହିଲ, ବାସ୍। ଏବେ କ'ଣ କରିବା ନା ମ୍ୟାଙ୍ଗୋ କଟେ କ'ଣ ଜାଣିଛ, ରସବେରୀ, ହୁଁ ବ୍ଲାକବେରୀ ଏସବୁ ବି ତୁମେ ୟୁଜ୍ କରିପାରିବ, ଆଚ୍ଛା କିନ୍ତୁ ମ୍ୟାଙ୍ଗୋରେ ଟିକେ ବେଶୀ ଭଲ ଲାଗେ। ତୁମ ତ ମ୍ୟାଙ୍ଗୋ ସିଜିନ୍ ତ। ମ୍ୟାଙ୍ଗୋ ପକେଇଦେବା। ଆଉ ମୁଁ ଆଣିଛି ଏଇଠି ୟୋଗର୍ଟ। ୟୋଗର୍ଟ ହେଲା ଆମର ଏଇଟା ଗ୍ରୀକ୍ ୟୋଗର୍ଟ ହେଲା। ଆଚ୍ଛା ତାକୁ ବି ପକେଇଦେବା। ହୁଁ फिर एप्रिल मैंगो, एमती देखीदेवा। मत तो स्टाइल देखी आसेनी, से बढ़िया बढ़िया सब कुकिंग ब्लॉग सब बनाते आम टे योगर्ट पकईदेवा। किंतु जेहेतु योगर्ट ନିଜସ୍ୱ କିଛି ମିଠାସ୍ ନାହିଁ ନା, ମ୍ୟାଙ୍ଗୋର ମିଠାସ୍ ଏତେ ଯାହା ହେବ। ଆଉ ମୁଁ ତା ଦେହରେ କ'ଣ କରିବି, ଟିକେ ହନି ପକାଇବି ଉପରେ। ଆଚ୍ଛା ହେଲା, ପାଣି ବସେଇଦେବା। ଆଚ୍ଛା ଖାଅ। ବର୍ତ୍ତମାନ ଏଇଟାକୁ ନା ଚାରିପଟେ କଭର୍ କରିଦେବା ଏମିତି। ଏଇଟା ଯେଉଁ ଆମେ ଅଛି ପୁରା ଏମିତି କଭର୍ ହେବ। ଠିକ୍ ଅଛି, ଆଚ୍ଛା କଭର୍ କରିଦେବା। ଆଚ୍ଛା, ଏବେ କ'ଣ କରିବା, ପ୍ଲେଟ୍ ଉପରେ ମୋର ଟିକେ ଅସୁନ୍ଦର ଦେଖାଯାଉଛି, ଟିକେ କିଛି ଭାବିବେନି। ଏଇଟା ନା ଷ୍ଟିଭିଆର ମୁଁ ଗୁଣ୍ଡ କରିଦେଇଛି। ଷ୍ଟିଭିଆ ଟିକେ ପକାଇଦେବା। ଦେନ୍ ଏଇଠୁ ଆମେ ମୋଚା ବନେଇଥିଲେ ତାକୁ ଆମେ ହାଲକା ହାତରେ ଆରାମରେ କାଢ଼ିବା। କାଢ଼ିକିନା ଦେଖିକି ତା ଉପରେ ପକାଇଦେବା। ମୋର ଟିକେ ଫାଟିଗଲା, ସାଧାରଣତଃ ଫାଷ୍ଟ କିଛି କରିଛି, ଏ ଫ୍ରିଜରେ ହେଲା ପରେ ଠିକ୍ ହେଇଯିବ। ଷ୍ଟିଭିଆ ପକାଇଦେବା। ଆଉ କେବେ ଫ୍ରିଜ୍ ରଖିଦେବି ଆରାଉଣ୍ଡ 2 ଆୱାର ପରେ ଦେଖିବେ କେମିତି ହେଇଛି। ଆଚ୍ଛା ଏଇ ଦେଖନ୍ତୁ ମୋର ରାଇସ୍ ପେପର୍ ମୋଚି ହେଇଗଲା। ଆକୁ ମୁଁ 2 ଘଣ୍ଟା ଫ୍ରିଜରେ ରଖିଦେଇଥିଲି। ଆଉ ଆକ୍ଚୁଆଲି ଟିକେ ଯଦି ଚଟକା ବାଲା ପ୍ଲେଟ୍ ଉପରେ ଆପଣ ରଖି ତାକୁ ମାନେ ଫୋଲ୍ଡ କରିବେ ତ ସେ ଠିକ୍ ସେ ବାହାରିବ। ଆଉ ଯଦି ଆପଣ ହଙ୍କଡ଼ ୟୁଜ୍ କରିବେ ତ ଆଉ ଟିକେ ଭଲ। ମୁଁ ଟିକେ ଗହିରା ହେଇଗଲା ତ କାଲି ଆଉ ଟିକେ ଲିକ୍ ହେଇଗଲା, ତ ମୁଁ ଆଉ ଗୋଟେ ମାନେ ରାଇସ୍ ପେପରକୁ ସୋକ୍ କରିକିନା ଦେନ୍ ତା ଦେହରେ ପୁଣି ଆଉ ଥରେ ଫୋଲ୍ଡ କଲି।
आमे नारी मान तो किसी भी करिपारिबा ना सब किसी को माने तार पुणी आउथे कौन तो कहती मरम्मत करिपारिबा सेही भलिया। तो एबे मु टेस्ट करी कहूँ टेस्ट एक्चुअली केमती अच्छी जदि भल हो तो भल कहबी जदि खराब हो खराब कहबी कहीं मो पाखे कहीं टेस्ट करने को नहांती एक्चुअली रिव्यू देवी जे भल कि खराब तापर आप बनइबे एमती ना मु बनई बोले वाओ कि टेस्टी जमा सेमती कहबिनी जदि भल हो नथिबो ताले कभी भल हैनी आ जदि भल होइतिबो कभी बहुत भल आपने करंतु। एबे मु आपको टेस्ट करी कहबी यार एक्चुअली टेस्ट केमती अच्छी। बहुत भल अच्छे राइस पेपरटा टी चुईंग लगे दहीटा टी खटास अच्छे ताजे आम टी हनी पकईचे मैंगोटा मीठा अच्छी आउ जो मैंने सुगर खाऊँ से सुगर भी ऐड करेंगे ना स्टीविया ऐड करेंगे किंतु मु सुगर खाए तो ऐड करनी किंतु आपको श्योर बनातु बहुत ही बढ़िया अच्छी एकदम बढ़िया कहीं राइस पेपर से जो गोटे चुईंग टेस्टा थाए ना बहुत भल लगे करंतु।